ଦଣ୍ଡକପାଳୀଙ୍କର ପ୍ରଶ୍ନ ଶୁଣି ଘେଦଣ୍ଡ ମହର୍ଷି ବହୁତ ଖୁସି ହେଇଛନ୍ତି ଏବଂ କାରଣ ଯେତେବେଳେ ଗୁରୁ ଉପଯୁକ୍ତ ଶିଷ୍ୟ ପାଆନ୍ତି ସେତେବେଳେ ସେ ବହୁତ ଖୁସି ହେଇଯାନ୍ତି। ତେଣୁ ଘେଦଣ୍ଡ ମଧ୍ୟ ଉପଯୁକ୍ତ ଶିଷ୍ୟ ରାଜା ଚଣ୍ଡକପାଳୀକୁ ପାଇକି ଖୁସି ହେଇଯାଇଛନ୍ତି ଏବଂ ସିଏ ଯେଉଁ ପ୍ରଶ୍ନ ପଚାରୁଛନ୍ତି ସେ ପ୍ରଶ୍ନର ଉତ୍ତର ଦେବା ପାଇଁ ସେ ପ୍ରସ୍ତୁତ ହେଇ କହୁଛନ୍ତି, ସାଧୁ ସାଧୁ ମହାବାହୁ ଜନ୍ମାଂ ତ୍ୱଂ ପରିପୃଚ୍ଛସି କଥୟାମି ହି ତେ ବତ୍ସ ସାବଧାନ ବଧାରୟ। ସାଧୁ ସାଧୁ ମହାବାହୁ, हे ମହାବାହୁ, ସାଧୁ ସାଧୁ, ଉତ୍ତମ ଉତ୍ତମ, ଜନ୍ମାଂ ଜନ୍ମାଂ ଯତ୍ ମାଂ, ଯାହା ମାଂ ମାନେ ମୋତେ, हे ମହାବାହୁ, କାରଣ ମହର୍ଷି ଚଣ୍ଡକପାଳୀ ହେଉଛନ୍ତି ଜଣେ ରାଜା। ଚଣ୍ଡକପାଳୀ ଯେହେତୁ ରାଜା ତେଣୁ ସେ ତାଙ୍କୁ ମହାବାହୁ ବୋଲି ସମ୍ବୋଧନ କରିଛନ୍ତି। କ୍ଷତ୍ରିୟ ଏବଂ ବୀର ଅର୍ଥରେ हे ମହାବାହୁ, हे ମହାରାଜ, ଜନ୍ମାଂ ତ୍ୱଂ ପରିପୃଚ୍ଛସି, ଯତ୍ ମାଂ, ଯାହା ତୁମେ ମୋତେ, ତୁମେ ମୋତେ ପରିପୃଚ୍ଛସି, ଯାହା ତୁମେ ମୋତେ ପଚାରିଅଛ, ଯାହା ତୁମେ ମୋତେ ପଚାରୁଅଛ, କଥୟାମି ହି ତେ, ମୁଁ ତୁମକୁ କହିବି, କଥୟାମି, ମୁଁ କହିବି, ତେ ତୁମକୁ, ବତ୍ସ, ହେ ବତ୍ସ, ସାବଧାନ ବଧାରୟ। ତେଣୁ ଯେହେତୁ ସିଏ ତାଙ୍କ ଶିଷ୍ୟ ହେଇଗଲେ ତେଣୁ ସିଏ ତାଙ୍କୁ ବତ୍ସ ବୋଲିକିରି ସମ୍ବୋଧନ କରିକିରି କହୁଛନ୍ତି, ହେ ବତ୍ସ, ସାବଧାନ ଅବଧାରୟ, ସାବଧାନରେ ତୁମେ ଶୁଣ ଏବଂ ବୁଝ, ସାବଧାନରେ ତୁମେ ବୁଝ, ମୁଁ ତୁମକୁ କହିବି ଯେଉଁ କଥା ତୁମେ ପଚାରିଅଛ। କାରଣ ତୁମେ ଘଟସ୍ଥ ଯୋଗ ବିଷୟ ପଚାରିଛ ଏବଂ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ତେଣୁ ମୁଁ ତୁମକୁ ବର୍ତ୍ତମାନ ତାହା କହିବାକୁ ଯାଉଛି, ତୁମେ ସାବଧାନ ବଧାରୟ, ସାବଧାନତାର ସହିତ ତାହାକୁ ଗ୍ରହଣ କର, ଶୁଣ ଏବଂ ବୁଝ। ୱେଲ୍ ଡନ୍, ସାଧୁ ସାଧୁ, ୱେଲ୍ ଡନ୍, ବ୍ରାଭୋ, সোল, ব্রেভ সোল, ব্রেভ সোল অর্থাৎ মহাবাহু, রাজা, দ্যাট ইউ হ্যাভ আস্কড মি দিস, মাই ডিয়ার চাইল্ড, মানে বৎস, ମୋର ଶିଷ୍ୟ, ବତ୍ସ, ପୁତ୍ର, ଲିସେନ୍ ଏଟେଣ୍ଟିଭଲି, କାରଣ ତୁମେ ଯେମିତି ସେମିତି ଶୁଣିଲେ ହେବ ନାହିଁ। ଯୋଗ ଏ ଶାସ୍ତ୍ର ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ର। ଏହି ଶାସ୍ତ୍ର ଶୁଣିବା ପାଇଁ ତୁମର ଏଟେଣ୍ଟିଭନେସ୍ ଦରକାର। ତେଣୁ ଏଟେଣ୍ଟିଭଲି ତୁମେ ସାବଧାନତାର ସହିତ ଶୁଣ, ଟୁ ହ୍ୱାଟ୍ ଆଇ ସେ, ମୁଁ ଯାହା କହୁଛି ତାକୁ ସାବଧାନତାର ସହିତ ଶୁଣ। ସେ ପ୍ରଥମେ କହୁଛନ୍ତି କ'ଣ, ନାସ୍ତି ମାୟାସମଃ ପାଶୋ, ନାସ୍ତି ୟୋଗାତ୍ ପରମ୍ ବଳମ୍, ନାସ୍ତି ଜ୍ଞାନାତ୍ ପରୋ ବନ୍ଧୁର୍, ନା ଅହଙ୍କାରାତ୍ ପରୋ ରିପୁଃ। ଆମେ ଜାଣିଛେ ଯେ ଆମେ ସମସ୍ତେ ମାୟାର ପାଶରେ ଆବଦ୍ଧ ହେଇକି ରହିଛେ, ମାୟା ଦ୍ୱାରା ଆମେ ବାନ୍ଧି ହେଇକି ରହିଛେ। ସେ କଥାଟାକୁ ସେ କହୁଛନ୍ତି, ନାସ୍ତି ମାୟାସମଃ ପାଶୋ, ପାଶ ଅର୍ଥାତ୍ ବନ୍ଧନ, ଏବଂ ମାୟାସମ ବନ୍ଧନ ଆଉ କିଛି ନାହିଁ। ମାୟା ଠାରୁ ବଳି ବନ୍ଧନ କିଛି ନାହିଁ। ସବୁ ବନ୍ଧନ ଠାରୁ ମାୟା ହେଉଛି ବଡ଼ ବନ୍ଧନ। ନାସ୍ତି ମାୟାସମଃ ପାଶ, ନାସ୍ତି ୟୋଗାତ୍ ପରମ୍ ବଳମ୍, ଯୋଗାତ୍ ପରମ୍, ଯୋଗ ଠାରୁ ଅଧିକ ବଳ ମଧ୍ୟ କିଛି ନାହିଁ। ମାୟାସମ ବନ୍ଧନ କିଛି ନାହିଁ ଏବଂ ଯୋଗ ଠାରୁ ଅଧିକ ବଳ ମଧ୍ୟ କିଛି ନାହିଁ। ନାସ୍ତି ଜ୍ଞାନାତ୍ ପର ବନ୍ଧୁ, ନାସ୍ତି ଜ୍ଞାନାତ୍ ପରୋ, ଜ୍ଞାନ ଠାରୁ ଅଧିକ ବନ୍ଧୁ କେହି ନାହିଁ। ଜ୍ଞାନ ହେଉଛି ଆମର ସବୁଠାରୁ ବଡ଼ ବନ୍ଧୁ। ନାହଙ୍କାରାତ୍ ପରୋ ରିପୁଃ, ନ ଅହଙ୍କାରାତ୍ ପରୋ ରିପୁଃ, ଅହଙ୍କାର ଠାରୁ ବଡ଼ ଶତ୍ରୁ କେହି ନାହିଁ। ଏଠି ସେ କହୁଛନ୍ତି ଯେ ମାୟାର ପାଶରେ ଆମେ ବନ୍ଧନ ହେଇଛେ, କିନ୍ତୁ ଯୋଗ ହେଉଛି ଗୋଟେ ଶକ୍ତି ଯିଏକି ଆମକୁ ମାୟାରୁ ଉଦ୍ଧାର କରିପାରିବ। ଏବଂ ନାସ୍ତି ଜ୍ଞାନାତ୍ ପର ବନ୍ଧୁ, ଆମେ ଯଦି ସେଇ ଜ୍ଞାନକୁ ଆହରଣ କରିବା ଏବଂ ନିରହଙ୍କାର ହେଇକିରି, ଏଠି ସେ କହୁଛନ୍ତି ନାହଙ୍କାରାତ୍ ପରୋ ରିପୁଃ, ଅହଙ୍କାର ଠାରୁ ବଡ଼ ଶତ୍ରୁ କିଛି ନାହିଁ। ତେଣୁ ଅହଙ୍କାର ରହିତ ହେଇକିରି ଏବଂ ନିରହଙ୍କାର ଭାବରେ ଆମେ ଯଦି ଯୋଗ ମାଧ୍ୟମରେ ଜ୍ଞାନକୁ ହାସଲ କରିବା ତାହେଲେ ଆମେ ମାୟାର ପାଶରୁ ମୁକ୍ତ ହେଇପାରିବା। ଦେର୍ ଇଜ୍ ନୋ ଫ୍ୟାକ୍ଟର ଲାଇକ୍ ମାୟା, ଇଲ୍ୟୁଜନ୍। ଆମେ এই ସଂସାର ହେଉଛି ମାୟାର ଅଧୀନ। এই ସଂସାରରେ ଆମେ ମାୟା ଦ୍ୱାରା ବାନ୍ଧି ହେଇଛେ ଏବଂ ଯାହା କିଛି ଦେଖୁଛେ ସେଗୁଡ଼ା ସବୁ ଇଲ୍ୟୁଜନ୍, କାରଣ ସତ୍ୟ ଏହାଠାରୁ ବହୁତ ଦୂରରେ। ଦେର୍ ଇଜ୍ ନୋ ଫ୍ୟାକ୍ଟର ଲାଇକ୍ ମାୟା, ଦେର୍ ଇଜ୍ ନୋ ଗ୍ରେଟର ପାୱାର ଦେନ୍ ୟୋଗା। ୟୋଗା ହେଉଛି ସବୁଠାରୁ ଅଧିକ ଶକ୍ତିମାନ, ତେଣୁ ଯୋଗ ଠାରୁ ଆଉ ଅଧିକ ଶକ୍ତି କିଛି ନାହିଁ। ଦେର୍ ଇଜ୍ ନୋ ଗ୍ରେଟର ଫ୍ରେଣ୍ଡ ଦେନ୍ ନଲେଜ୍, ଏବଂ ଜ୍ଞାନ ଠାରୁ ଆଉ ବନ୍ଧୁ କେହି ନାହିଁ। ଏଣ୍ଡ ନୋ ଏନିମି ୱାର୍କସ୍ ଦେନ୍ ଇଗୋଇଜମ୍, ଅହଙ୍କାର ଠାରୁ ଆଉ ବଡ଼ ଶତ୍ରୁ କିଛି ନାହିଁ।